ନମସ୍କାର ଦର୍ଶକ ବନ୍ଧୁ, ଆପଣମାନେ ଦେଖୁଥିବା ତୋରି ପାଇଁ ତୋ ପାଇଁ ଧାରାବାହିକରେ ଏହି ଧାରାବାହିକରେ ଆଜି ଦେଖିବାକୁ ମିଳୁଛି କି ତୁ ଫାଇନାଲି ମରିଯାଇଛି ଏବଂ ସେପଟେ ରୋହି ବି ମନେ ମନେ ଖୁସି ହେଉଛି। ଆଜି ସତରେ ଜେଜେମା ମନେ ପକାଇବ, କହିବ ମୁଁ ବୁଝିପାରିଲିନି, ମୋତେ କ୍ଷୀରି ଦେଇ ବନେଇ ଦେଲା, ମୋ ସିଆ ପରି ଲାଗିଲା। ସବୁ କଥା ମନେ ପକାଇବେ ଏବଂ ସବୁ କଥା କହିବେ, ସମସ୍ତେ କାନ୍ଦିବେ ଏବଂ ସମସ୍ତେ ଝୁରିବେ। ଭାଉଜ ତୁମେ ଛାଡ଼ିକି ଚାଲିଗଲ, ଏମିତି କହିବେ। ତାପରେ ସେ ରାମର ମା କହିବେ, ମୋ ଝିଅ ପରି ଥିଲା, ସିଏ ମୋତେ ଛାଡ଼ିକି ଚାଲିଗଲା। ଝିଅ ପରି ଚାଲିଗଲା। ତାପରେ ସେପଟେ ସେ ଚିକି ସ୍ୱର୍ଗରେ ସେ ଦେଖୁଥିବ, ଇଏ କ'ଣ, ଇଏ ମୁଁ କୋଉଠି ଆସିଲି, ରାମ ରାମ ଖୋଜୁଥିବେ ସେଇ ସ୍ୱର୍ଗରେ। ତାପରେ ହଠାତ୍ କିନା ଦେବୀମା ଉଭା ହେବେ। ଦେବୀମା କହିବେ, ତୁମେ ମରିଯାଇଛ କାରଣ ତୁମର ମୃତ୍ୟୁ ହୋଇଯାଇଛି। ତୁମକୁ ପୁନର୍ବାର ମୋ ଭକ୍ତି ଦ୍ୱାରା ଆଚ୍ଛାଦିତ କରି ତୁମକୁ ପୁନର୍ଜୀବିତ କରିବି ଏବଂ ତୁମକୁ ନିଶ୍ଚୟ ଶକ୍ତି ଦେବି ଏବଂ ଏମିତି ଶକ୍ତି ଦେବି ଯେମିତି ରୋହି ତୁମକୁ ହରେଇ ପାରିବନି, ଏମିତି ଶକ୍ତି ଦେବି। ଦେବୀମା କହିଲେ, ନମସ୍କାର ଦର୍ଶକ ବନ୍ଧୁ, ଆପଣମାନେ ଦେଖୁଥିବା କାଳି, ମୁଁ ହେଉଛି ପାର୍ବତୀ, ମୁଁ ହେଉଛି ତାରିଣୀ, ମୁଁ ହେଉଛି ଘଟଗାଁ, ମୋ ମା, ମୁଁ ପରା ଅନେକ ରୂପ ମୋର, ରୋହି ବି ମନେ ମନେ ଖୁସି ହେଉଛି। ଆଜି ସତରେ ଜେଜେମା ମନେ ପକାଇବ, କହିବ ମୁଁ ବୁଝିପାରିଲିନି, ମୋତେ କ୍ଷୀରି ଦେଇ ବନେଇ ଦେଲା, ମୋ ସିଆ ପରି ଲାଗିଲା। ସବୁ କଥା ମନେ ପକାଇବେ ଏବଂ ସବୁ କଥା କହିବେ, ସମସ୍ତେ କାନ୍ଦିବେ ଏବଂ ହଠାତ୍ କିନା ଜି ଉଠିବ ଏବଂ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ଏମିତି କହିବେ। ଦର୍ଶକ ବନ୍ଧୁ, ଆପଣମାନେ କ'ଣ ଭାବୁଛନ୍ତି? ଚିକି ପୁଣି ଥରେ ସିରିଏଲକୁ ଆସୁ, କ'ଣ ଭାବୁଛନ୍ତି ଆପଣମାନେ?